ଆଜି ଆମେ ଆଉ ଗୋଟେ ଗପ ଶିଖିବା ହେଲା। ତମେ ଦେଖୁଛ ଏଇଟା କଣ? କୁକୁର କଣ ଖାଏ କହିଲ? ଭେରି ଗୁଡ୍। ମାଂସ ଖାଏ, ଭାତ ଖାଏ, ବିସ୍କୁଟ ଖାଏ, ହେ କି ଥରେ ଗୋଟେ କୁକୁରଟିଏ ରାସ୍ତାରେ ବୁଲୁଥିଲା ହେଲା। ବୁଝିଲ? ଥରେ ରାସ୍ତାରେ ଗୋଟେ କୁକୁରଟିଏ ବୁଲୁଥିଲା। ସେ ଭୋଜି ଭାତ ଖାଏ ନା। ଭୋଜି ଭାତରେ କି କି ଦିଶନି? ଭାତ, ଡାଲି, ମାଂସ ନା ଖାଇପାରିଲେ ଖାଇ ନା ପାରିଲେ କି କି ଦିଶନ? ସେ ଗୋଟେ ମାଂସଟେ ପାଇଲା ହେଲା। ସେ ଖଣ୍ଡେ ମାଂସ ପାଇଲା। ତ ସେ ମାଂସ ଧରିକରି ତା ଶୋଇବା ଜାଗା ରହିବା ଜାଗାକୁ ଗଲା। ସେ ଭାବିଲା ମୁଁ ଘରେ ବସି ଆରାମରେ ଖାଇବି। ମୁଁ ଘରେ ବସି ଆରାମରେ ଖାଇବି ବୋଲି ଭାବିଲା। ତ ସେ ମାଂସ ଖଣ୍ଡକ ଧରି ଯେତେବେଳେ ତା ଶୋଇବା ରହିବା ଜାଗାକୁ ଗଲା, ସେତେବେଳେ ରାସ୍ତାରେ ତା ଯିବା ବାଟରେ ଗୋଟେ ନଈଟିଏ ପଡ଼ିଲା। ନଈ ଉପରେ ଗୋଟେ ପୋଲ ଯାଇଥିଲା, ବ୍ରିଜ ଉପରେ ଆମେ ଚାଲି ଚାଲି ଆସୁନି। ନଦୀ ଥିଲେ ନଦୀ ଉପରେ ବ୍ରିଜ ବନାଇଛି, ତା ଉପରେ ଆମେ ଚାଲି ଚାଲି ଆସୁନି। ତ ସେ ବ୍ରିଜ ଉପରେ ଗଲା ବେଲେ ସେ କାଣା ଦେଖିଲା? ପାଣିରେ ତାର ଛାଇକୁ ଦେଖିଲା ହେଲା। କୁକୁର ନଈର ପାଣିରେ ତାର ଛାଇକୁ ଦେଖିଲା। ପାଣିରେ ଛାଇ ଦେଖିଲେ ଆମର କେମିତି ଦେଖାଯାଏ କହିଲ? ଆମ ଛାଇ ଦେଖିଲେ ପାଣିରେ ଆମେ ଛାଇ ଦେଖିଲେ କେମିତି ଦେଖାଯାଏ? ଅବିକଳ ନିଜ ପରି ଦେଖାଯାଏ। ଦେଖିନି ପୁରା ଆଉ କୋଉ ଜିନିଷରେ ଆମ ଛବି ଦେଖିଲେ ନିଜ ପରି ଠିକ୍ ଦେଖାଯାଏ? ଦର୍ପଣ, ସଫା କାଚ, ସଫା କାଚ, ଦର୍ପଣ ଏନ୍ତା ଜିନିଷରେ ଦେଖିଲେ ନୂଆ ଚକ୍ ଚକ୍ କରୁଥିବା ଜିନିଷରେ ନିଜର ଛାଇ ଦେଖିଲେ ମାରିବ ଠିକ୍। ଏନ୍ତା ଚକ୍ ଚକିଆ ଜିନିଷରେ କି ନିଜର ଛାଇକୁ ଏନ୍ତା ଦେଖିଲେ ଅବିକଳ ନିଜ ଉପରେ ଦେଖାଯାଏ କି ଦର୍ପଣରେ ଆମେ ଆମ ଚେହେରା ଦେଖୁ କି ଦର୍ପଣରେ ଆମ ଚେହେରା କେନ୍ତା ଦିଶି? ପୁରାପୁରି ନିଜ ପରି ଦିଶି। ଆଉ ଜଣେ ଠିଆ ହେଇଛି ଭଳିଆ ଦିଶି କି ଭେରି ଗୁଡ୍। ସେହିପରି ପାଣିରେ ବି ନିଜ ଛାଇ ଅବିକଳ ନିଜ ଛାଇ ଦିଶେ କି ଭେରି ଗୁଡ୍। ତ ସେ କାଣା ଭାବିଲା? କୁକୁର ପାଣିରେ ନିଜର ଛାଇକୁ ଦେଖିଲା। ସେ ଭାବିଲା ଆଉ ଗୋଟିଏ କୁକୁର। ସେ କାଣା ଭାବିଲା? କହ ଆଉ ଗୋଟିଏ କୁକୁର ତା ଭଳିଆ ଖଣ୍ଡିଏ ମାଂସ ଧରିଛି ହେଲା। ଡିଷ୍ଟର୍ବ ନାହିଁ, ଆରାମସେ ବସ। ସେ କଣ ଭାବିଲା? ତା ଭଳିଆ ଆଉ ଗୋଟେ କୁକୁର ମାଂସ ଖଣ୍ଡେ ଧରିଛି କି ସେ କୁକୁରର ସେ ଛାଇରେ ଥିବା କୁକୁରର ମାଂସ ଛଡ଼େଇବାକୁ ଚେଷ୍ଟା କଲା ହେଲା। ସେ ଯେତେବେଳେ ଭୋ ଭୋ କରି ଭୁକିଲା ଆଉ ଖଣ୍ଡିଏ ମାଂସ ପାଇବା ଆଶାରେ ସେ ଭୋ ଭୋ କରି ଭୁକିଲା। ତ ସେ ଧରିଥିବା ମାଂସ ସେ ପାଣି ଭିତରେ ପଡ଼ିଗଲା। କେମିତି ପଡ଼ିଗଲା? ଭେରି ଗୁଡ୍। ସେ ଧରିଥିବା ମାଂସ ଭୋ ଭୋ ଭୁକିଲା କି ସେ ପାଣି ଭିତରେ ପଡ଼ିଗଲା କି ଭୋ ଭୋ ଭୁକିଲା। ସେ ଧରିଥିବା ମାଂସ ପାଣି ଭିତରେ ପଡ଼ିଲା। କେମିତି ପଡ଼ିଲା? ପାଣି ଭିତରେ ପଡ଼ିଲା। ସେ ଆଉ ପାଣି ଭିତରେ କେମିତି ପାଇବ? ପାଣି ଭିତରେ ସେଟା ପାଇବ ନାହିଁ, ହଜିଗଲା। ସେ ନଈ ପାଣିରେ ଭାସିଗଲା ହେଲା। ବେଶୀ ପାଣି ଥିଲା ତ ସେ ଆଉ ଖୋଜିଲା, ପାଇଲା ନାହିଁ ହେଲା। ଶେଷରେ କଣ କଲା? ସେ ମୁହଁ ଶୁଖାଇ ଘରକୁ ଫେରିଲା ହେଲା। ଶେଷରେ ସେ ମୁହଁ ଶୁଖାଇ ଘରକୁ ଫେରିଲା। ସେ ଅତି ଲୋଭ କଲା। ସେ ଭାବିଲା ଆଉ ଗୋଟିଏ ମାଂସ ପାଇବ। ସେ ଭୋ ଭୋ ଭୁକି ଦେଲା। ପାଣି ଭିତରେ ତାର ମାଂସ ଖଣ୍ଡକ ପଡ଼ିଗଲା ଲାଗିନି। ତ ସେ ଲୋଭ କଲାରୁ ସେ ପାଇଥିବା ମାଂସ ଖଣ୍ଡକ ହଜେଇ ଦେଲା ଲାଗିନି। ସେ ପାଇଥିବା ମାଂସ ଖଣ୍ଡକ ହଜେଇ ଦେଲା। ତ ଆମେ କଣ କରିବା? ଆମେ ଅତି ଲୋଭ କରିବା ନାହିଁ। ଯେତେବେଳେ
ଯେତେବେଳେ ଯାହା ପାଇଥିବା ଖୁସି ମନରେ ରଖିବା